ହ୍ୟାଲୋ ଫ୍ରେଣ୍ଡସ୍, ଆଜି ପୁଅ ପାଇଁ ମୁଁ ତିଆରି କରିଛି ଅନିଅନ୍ ଅଏଲ୍। ସମସ୍ତେ କମେଣ୍ଟ କରିବାରୁ ରେସିପିଟି ଦେଉଛି। ମୁଁ ନେଇଯାଇଛି ଭୁଷୁଙ୍ଗା ପତ୍ର, ତାକୁ ଟିକେ ଭଲ ଧୁଆଧୁଇ କରି ପାଣିଟା ପୁରା ଶୁଖେଇକିରି ରଖିଛି। ପିଆଜ ଆଉ ରସୁଣକୁ ନେଇଛି। ପିଆଜ ରସୁଣ ଆଉ ଭୁଷୁଙ୍ଗା ପତ୍ରକୁ ତାକୁ ପୁରା ଗ୍ରାଇଣ୍ଡରରେ ଗୁଣ୍ଡ ଗୁଣ୍ଡ କରିଦେଇଛି। ପାଣି ତ ଦେବାନି, ଖାଲି ଅଳ୍ପ ଟିକେ ଟିକେ ନେଇକି ତାକୁ ପୁରା ଗୁଣ୍ଡ କରିଦେବା। ଗୁଣ୍ଡ ହେଇସାରିଲା ପରେ ମୁଁ ନଡ଼ିଆ ତେଲ ନେଇଯାଇଛି ଗୋଟେ 250 ଗ୍ରାମ ଖଣ୍ଡେ। ଗ୍ୟାସ୍ ଦେହରେ ବସେଇ ଦେଇଛି। ତା ଦେହରେ ଏଇ ଯେଉଁ ପତ୍ରଟା ମୁଁ ଗୁଣ୍ଡ କରି ରଖିଥିଲି ପିଆଜ ରସୁଣ ପତ୍ରର, ତାକୁ ଦେଇଦେଇଛି। ତା ଦେହରେ ଦେଇଦେଲି ମେଥି ଟିକେ, କଳା ଜିରା ଟିକେ। ମୁଁ ଆଗରୁ ଯେଉଁ ରେସିପିଟା ଦେଇଥିଲି ଅନିଅନ୍ ଅଏଲ୍ର, ତା ଦେହରେ କଳା ଜିରା ମେଥି ଦେଇନଥିଲି, କିନ୍ତୁ ଆ ଦେହରେ ପକାଇ ଦେଇଛି କଳା ଜିରା ଟିକେ, ମେଥି ଟିକେ। ତାପରେ ତାକୁ ଭଲ ଭାବେ ପତ୍ରଟାକୁ ଖଡ଼ିଆ ହେଲା ପର୍ଯ୍ୟନ୍ତ ଭାଜି ଦେଇଛି। ତାପରେ ଚିପୁଡ଼ିକି ତେଲଟିକୁ ବାହାର କରିଦେଇଛି। ଥଣ୍ଡା ହେଲା ପରେ ତେଲଟା ତା ଦେହରେ ମିଶାଇଛି ଭିଟାମିନ୍ ଇ ଟାବଲେଟ୍ 5ଟା। 250 ଗ୍ରାମରେ ମୁଁ 5ଟା ନେଇଛି। ତାପରେ ତାକୁ ମୋ ପୁଅର ମୁଣ୍ଡରେ ଲଗେଇଛି। ମୁଁ ତ ଆଗରୁ କରିକି ଲଗେଇଥିଲି, ଚୁଟି ମୋର ଉପୁଡ଼ିଆ କମିଛି। ଏବେ ଦେଖିବା ପୁଅର କ'ଣ